ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ଗଣ୍ୟମାନ୍ୟ କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲେ। ଏଠି ପାଉଲ ତାଙ୍କର ଦ୍ୱିତୀୟ ଯାତ୍ରା ସମ୍ପର୍କରେ ସେ ଲେଖୁଛନ୍ତି। ଆମେ ପ୍ରେରିତ ପୁସ୍ତକରେ ଦେଖିଥିଲୁ ଯେ ପାଉଲ 5 ଥର ତାଙ୍କର ପରିବର୍ତ୍ତନ ହେବା ପରେ ସେ 5 ଥର ଜେରୁସାଲେମକୁ ଯାଇଛନ୍ତି। 5 ଥର। ଆମେ ଥରେ ଦେଖୁଛୁ ଦମେଶକ ଯିବା ସମୟର କଥା ଆମେ ଦେଖୁଛୁ। ପ୍ରେରିତ 9 ପର୍ବରେ ଆମେ ଦେଖୁ, ପ୍ରେରିତ 9 ପର୍ବ 26-30 ସେ ପ୍ରଥମ ଥର ଯାତ୍ରା କରୁଛନ୍ତି। ଯୋଉଟା ଗାଲାତୀୟ ତାର 1 ପର୍ବ 18-20 ସେ ଲେଖୁଛନ୍ତି, କହୁଛନ୍ତି। ଆଉ ଦ୍ୱିତୀୟ ଥର ଦୁର୍ଭିକ୍ଷ ସମୟରେ ସେ ଯାଉଛନ୍ତି, ଯେତେବେଳେ ଜେରୁସାଲେମରେ ସାଧୁ ମାନଙ୍କର ଖାଦ୍ୟର ଅଭାବ ଥିଲା, ଅସୁବିଧା ଥିଲା, ସେ ସମୟରେ ଯାଉଛନ୍ତି। ଯାହା ଆମେ ପ୍ରେରିତ 11 ପର୍ବ 27-30 ତାଙ୍କର ଦ୍ୱିତୀୟ ଯାତ୍ରା ଦେଖୁଛୁ। ଆଉ ତୃତୀୟ ଥର ସେ ଯାତ୍ରା କରୁଛନ୍ତି ଜେରୁସାଲେମ ଯୋଉ ମହାସଭା ହଉଛି, ମାନେ ବଡ ବଡ ନେତା ମାନେ ଯୋଉଠି ମିଶନ୍ତି ସେଇଠି ସେ ଯାଉଛନ୍ତି। ପ୍ରେରିତ 15 ପର୍ବ ତାର 1-30 ଆମେ ଦେଖୁଛୁ। ଆଉ ଚତୁର୍ଥ ଥର ସେ ଯାଉଛନ୍ତି ତାଙ୍କର ଦ୍ୱିତୀୟ ମିଶନାରୀ ଯାତ୍ରା ଶେଷରେ, ପ୍ରେରିତ 18 ପର୍ବ ତାର 22 ପଦରେ ଆମେ ଦେଖୁଛୁ ଚତୁର୍ଥ ଥର ଯାଉଛନ୍ତି। ଆଉ ଶେଷ ଥର ଯାତ୍ରା କରୁଛନ୍ତି ଯୋଉଟା ଆମେ ପ୍ରେରିତ 21 ପର୍ବ 15 ପଦରୁ 23 ପର୍ବ 35 ପଦ ପର୍ଯ୍ୟନ୍ତ ଆମେ ଦେଖୁଛୁ। ଏଇଟା ତାଙ୍କର ପଞ୍ଚମ ଥର ଯାତ୍ରା। ଏଭଳି ଭାବରେ ପାଉଲ 5 ଥର ଜେରୁସାଲେମକୁ ଯାଇଛନ୍ତି ତାଙ୍କର ପରିବର୍ତ୍ତନ ପରେ। ସେଥିମଧ୍ୟରୁ ଏଇଟା ଥରେ। ସେ କଣ କହୁଛନ୍ତି, 14 ବର୍ଷ ଗତ ହୁଅନ୍ତେ ମୁଁ ବର୍ଣ୍ଣବାଙ୍କ ସହିତ, ମାନେ ଏବେ ପର୍ଯ୍ୟନ୍ତ ବର୍ଣ୍ଣବାଙ୍କ ସହିତ ସେ ଅଲଗା ହେଇନାହାନ୍ତି। ସମୟ ଆସିଲା ବର୍ଣ୍ଣବାଙ୍କ ଆଉ ପାଉଲ ଅଲଗା ହେବା ପାଇଁ ପଡିଲା। ବର୍ଣ୍ଣବାଙ୍କ ସହିତ ଜେରୁସାଲେମକୁ ଗଲି, ଆଉ ତିତସ ମଧ୍ୟ ମୋର ସାଙ୍ଗରେ ଥିଲେ। ଆଉ ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହେଇ ଗମନ କଲି, ମାନେ ପ୍ରଭୁଙ୍କର ଚାଳନା, ପ୍ରଭୁଙ୍କ ଦର୍ଶନ ପରେ, ପ୍ରଭୁ ମତେ ଜଣେଇଲା ପରେ ମୁଁ ଗଲି। ଆଉ ଯାଇକି କଣ କରୁଛି, ମୁଁ ସେମାନଙ୍କୁ ଜଣେଇଲି ଯେ ମୁଁ ବିଜାତୀୟ ମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଛି। ଏଥିପୂର୍ବରୁ ବିଜାତୀୟ ମାନଙ୍କ ପାଖକୁ ସେମାନେ ଯାଉନଥିଲେ। ସେମାନଙ୍କ ସେବା କାର୍ଯ୍ୟ ଜିହୁଦୀ ମାନଙ୍କ ମଧ୍ୟରେ ଥିଲା, ଅଣଜିହୁଦୀ ମାନଙ୍କ ମଧ୍ୟରେ ନଥିଲା। ଏମାନଙ୍କ ସେବା କାର୍ଯ୍ୟ ସୁନ୍ନତି ଲୋକମାନଙ୍କ ଠାରେ ଥିଲା, ଅସୁନ୍ନତ ଲୋକମାନଙ୍କ ଠାରେ ନଥିଲା। କିନ୍ତୁ ପାଉଲଙ୍କର ସେବା କାର୍ଯ୍ୟ ସ୍ପଷ୍ଟ ପ୍ରଭୁ କଲେ, ତୁମକୁ ଆମେ ବାଛିଛୁ, ତୁମେ କଣ କରିବ, ଅସୁନ୍ନତ ପାଖରେ ଯିବ। ତେଣୁ ପାଉଲ ବାରମ୍ବାର କହୁଛି ସମସ୍ତେ ସମାନ, କିଏ ସାନ କିଏ ବଡ କିଛି ଭେଦଭାବ ନାହିଁ। ଏଇଟା ସେ ଜଣାଉଛନ୍ତି ତାଙ୍କ ପତ୍ରରେ। ତ ଏଇଠି ଆମେ ଦେଖୁଛୁ ସେ ଗଲା ପରେ କଣ କରୁଛନ୍ତି, ସମସ୍ତଙ୍କ ସାମ୍ନାରେ କଥା ହଉନାହାନ୍ତି, କିଛି ଗଣ୍ୟମାନ୍ୟ ଲୋକଙ୍କୁ ପୃଥକ କରି ସେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ପ୍ରଭୁ ମତେ ଅଣଜିହୁଦୀ ମାନଙ୍କ ପାଖରେ, ବିଜାତୀୟ ପାଖରେ ସେବା କାର୍ଯ୍ୟ କରିବାକୁ ଡାକିଛନ୍ତି। ତାପରେ ଆମେ 3 ପଦରୁ 10 ପଦ ପଢିବା। 3 ପଦରୁ 10 ପଦ। ମାତ୍ର ମୋହର ସଙ୍ଗୀ ତିତସ, ଯେ ଗ୍ରୀକ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନଥିଲେ। ଆମ୍ଭମାନଙ୍କ ମଧ୍ୟକୁ ଆନିତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚୋର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ। କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେ ମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନଥିଲୁ। ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ, ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ। ଈଶ୍ୱର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ। ସେ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମତେ କିଛି ନୂଆ ଶିକ୍ଷା ଦେଲେ ନାହିଁ, ବରଂ ଯେଉଁ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ ପିତରଙ୍କୁ ଯେପରି ସୁନ୍ନତିମାନଙ୍କ ମଧ୍ୟରେ, ମତେ ସେହିପରି ଅସୁନ୍ନତିମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି। କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତ ପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ବିଜାତିମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମତେ ମଧ୍ୟ ସକ୍ଷମ କଲେ। ଆଉ ଯେତେବେଳେ ସେମାନେ ମତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, କେଫା ଓ ଯୋହନ ମତେ ଓ ବର୍ଣ୍ଣବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି।
ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ, ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍ଯୋଗୀ ଥିଲି। ଏଠି ଆମେ ଦେଖୁ ଯେ ପାଉଲ ଜେରୁସାଲେମକୁ ଯିବାର ଉଦ୍ଦେଶ୍ୟକୁ ସେ ଜଣାଉଛନ୍ତି। ପ୍ରଥମେ ଆମେ ଦେଖିଲୁ ସେ କାହିଁକି ଗଲେ ଜେରୁସାଲେମକୁ, ଆଉ ଦ୍ୱିତୀୟ ଥର ତାର ଫଳାଫଳ ମଧ୍ୟ ଦେଖୁଛୁ। 3 ପଦରୁ 10 ପଦରେ ଜେରୁସାଲେମ ଯିବାର ଫଳାଫଳଟା କଣ ଥିଲା ତାହା ଦେଖୁଛୁ। ସେ କଣ କହୁଛନ୍ତି 3 ପଦରେ, ମଧ୍ୟ ମୋର ସଙ୍ଗୀ ତିତୋସ ସେ ଗ୍ରୀକ ଲୋକ ଥିଲେ, ଆଉ ସେକୁ ସୁନ୍ନତ କରାଯାଇ ନଥିଲା, କିନ୍ତୁ କେତେ ଜଣ ଭଣ୍ଡ ଭାଇ ମାନେ ମଧ୍ୟ ଥିଲେ। ସେମାନେ କଣ କରୁଛନ୍ତି, ଖ୍ରୀଷ୍ଟଙ୍କ ଠାରେ ଯୋଉ ଆମର ସ୍ୱାଧୀନତା ଅଛି, ଖ୍ରୀଷ୍ଟ ଆମକୁ ଯୋଉ ତାଙ୍କ ରକ୍ତ ଦେଇ କୃଷି ମୃତ୍ୟୁ ଦ୍ୱାରା ମୁକ୍ତ କରିଛନ୍ତି, ସେଇଟା ନୁହେଁ, ପୁଣି ଥରେ ଆମକୁ ଦାସତ୍ୱ ବନ୍ଧନକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଗୁପ୍ତରେ ଅଛନ୍ତି, କିନ୍ତୁ ସୁସମାଚାର ସତ୍ୟ। ସୁସମାଚାର କଣ ଅଟେ? ସତ୍ୟ ସୁସମାଚାର। ଏଠି କୌଣସି ମିଥ୍ୟା ବିଷୟ ରହିପାରିବ ନାହିଁ। ଏଟାକୁ ଡବଲ ଷ୍ଟାଣ୍ଡାର୍ଡରେ ପ୍ରେଜେଣ୍ଟ କରାଯାଇ ପାରିବନି। ଏଟା 2 ପ୍ରକାର ପ୍ରେଜେଣ୍ଟ କରାଯାଇ ପାରିବନି। ଖ୍ରୀଷ୍ଟ 2 ପ୍ରକାର ନୁହନ୍ତି। ଖ୍ରୀଷ୍ଟ 2 ପ୍ରକାର ନୁହନ୍ତି। ଆମେ ଦେଖୁଥିଲୁ ଅନ୍ୟ ସୁସମାଚାର, ଭିନ୍ନ ସୁସମାଚାର। ଗତ ଅଧ୍ୟାୟ ଆମେ ଦେଖୁଥିଲୁ ପ୍ରସଙ୍ଗ ଥିଲା ଭିନ୍ନ ସୁସମାଚାର ବା ଅନ୍ୟ ସୁସମାଚାର, ଯାହା ସୁସମାଚାର ନୁହେଁ। ଯେଉଁ ଅସ୍ଥିର କରିବା ଲୋକମାନେ ସୁସମାଚାରକୁ ବିକୃତ କରନ୍ତି। ଏଠି କହୁଛନ୍ତି ବିକୃତ ନୁହେଁ, ସୁସମାଚାର ସତ୍ୟ। କେତେ ସୁନ୍ଦର ଲେଖାଯାଉ, ସୁସମାଚାର ସତ୍ୟ ଯେପରି ତୁମମାନଙ୍କ ମଧ୍ୟରେ ସ୍ଥାୟୀ ହୋଇ ରୁହେ, ଏଥି ନିମନ୍ତେ ଆମ୍ଭେ ମାନେ ଦଣ୍ଡେ ମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କ ବଶବର୍ତ୍ତୀ ହୋଇନଥିବୁ। ସତ୍ୟ ସପକ୍ଷରେ ଠିଆ ହେବା ପ୍ରତ୍ୟେକ ପ୍ରଭୁଙ୍କ ଦାସର କର୍ତ୍ତବ୍ୟ, ଆଉ ପୌଲ ସେୟା କରୁଛନ୍ତି। ତାପରେ ଯେଉଁମାନଙ୍କୁ ଗଣ୍ୟମାନ ବୋଲି କୁହାଯାଉଛି, ସେମାନେ କି ପ୍ରକାର ଗଣ୍ୟମାନ ମୋର ଯାଇ ଆସେ ନାହିଁ ବୋଲି ସେ କହୁଛନ୍ତି। କାରଣ ଈଶ୍ୱରଙ୍କ ପାଖରେ ମୁଖାପେକ୍ଷା ନାହିଁ, ଈଶ୍ୱରଙ୍କ ଦୃଷ୍ଟିରେ ଭେଦଭାବ ନାହିଁ। ଏ ସୁନ୍ନତ ଲୋକ, ଏ ଅସୁନ୍ନତ ଲୋକ, ଏଇଟା ନାହିଁ। ଗ୍ରହଣ କଲା ପରେ ସମସ୍ତେ ସମାନ, ସମସ୍ତେ ସମାନ। ପ୍ରିୟ ଭାଇ ଭଉଣୀ ମାନେ, ଆଜିର ଦିନ ମାନଙ୍କରେ ଗୁଡେ ସମସ୍ୟା ମଣ୍ଡଳୀରେ ଏଇଟା ଦେଖାଯାଉଛି। ଶିକ୍ଷିତ ବର୍ଗ ଅଲଗା, ଅଶିକ୍ଷିତ ଲୋକ ଅଲଗା, ଧନୀ ଗରିବ ଅଲଗା ଅଲଗା, ଜାତିକୁ ଧରି ଅଲଗା, ଧର୍ମକୁ ଧରି ଅଲଗା, ରାଜ୍ୟକୁ ଧରି ଲୋକ ଅଲଗା ହଉଛନ୍ତି, ଭାଷାକୁ ଧରି ଅଲଗା। ଏଇଟା ଭଲ ବିଷୟ ନୁହେଁ। ଖ୍ରୀଷ୍ଟଙ୍କ ଠାରେ ଆମେ ସମସ୍ତେ ଏକ ଅଟୁ। 7 ପଦରେ ପାଉଲ କହୁଛନ୍ତି, କାରଣ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ ପିତରଙ୍କୁ ଯେପରି ସୁନ୍ନତି ମାନଙ୍କ ମଧ୍ୟରେ ମତେ ସେପରି ଅସୁନ୍ନତ ମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି। ମାନେ ପିତର ସୁନ୍ନତ ମାନଙ୍କ ମଧ୍ୟରେ, ଜିହୁଦୀ ମାନଙ୍କ ମଧ୍ୟରେ, ଆଉ ମତେ ଅଣଜିହୁଦୀ ମାନଙ୍କ ମଧ୍ୟରେ, ଗ୍ରୀକ ଆଉ ଅଣଜିହୁଦୀ ମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର ଭାର ଦେଇଛନ୍ତି। କାରଣ ସୁନ୍ନତି ମାନଙ୍କ ମଧ୍ୟରେ ପ୍ରେରିତ ପଦର କର୍ମ କରିବା ନିମନ୍ତେ ଯେ ପିତରକୁ ସକ୍ଷମ କଲେ, ବିଜାତି ମାନଙ୍କର କର୍ମ କରିବା ନିମନ୍ତେ ସେ ମତେ ମଧ୍ୟ ସକ୍ଷମ କଲେ। ପ୍ରଭୁ ତାଙ୍କୁ ଯେମିତି ସକ୍ଷମ କରିଛନ୍ତି, ମତେ ବି ସେମିତି ସକ୍ଷମ କରିଛନ୍ତି। ପ୍ରଭୁଙ୍କ ପାଖରେ ପାତର ଅନ୍ତର କିଛି ନାହିଁ। ଆଉ ସେ ନାଁ ଗୁଡିକ ନେଉଛନ୍ତି ଜାକୁବ, ସ୍ତମ୍ଭ ସ୍ୱରୂପ। ଜାକୁବଙ୍କୁ ମଣ୍ଡଳୀର ପିଲର ବୋଲି କୁହାଯାଉଥିଲା। ସ୍ତମ୍ଭ ସ୍ୱରୂପ ଜାକୁବ, କେଫା ଜହନ, ମତେ ଓ ବର୍ଣ୍ଣବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେ ମାନେ ବିଜାତୀୟ ମାନଙ୍କ ନିକଟରେ କାର୍ଯ୍ୟ କରୁ, ଆଉ ସେମାନେ ସୁନ୍ନତି ମାନଙ୍କ କାର୍ଯ୍ୟ କରୁ। ସେମାନେ ଗୋଟେ କଥା କହିଥିଲେ ଯେ ତୁମେ କଣ କରିବ, ଦରିଦ୍ର ମାନଙ୍କୁ ଭୁଲିବ ନାହିଁ, ଦରିଦ୍ର ମାନଙ୍କୁ ସବୁବେଳେ ମନେ ରଖିବ। ତେଣୁ ପାଉଲଙ୍କର ଦେଖିବେ ସେବା କାର୍ଯ୍ୟରେ ଯେତେବେଳେ ଗରିବ ଶ୍ରେଣୀର ଲୋକ ଆସୁଛନ୍ତି, ଦରିଦ୍ର ବିଶ୍ୱାସୀ, ସେ ସେମାନଙ୍କ ପାଇଁ ସାହାଯ୍ୟ କରିବାର, ହସ୍ତ ବଢେଇବାର କାର୍ଯ୍ୟ କରନ୍ତି। ମଣ୍ଡଳୀକୁ ମଧ୍ୟ ସେ ଉତ୍ସାହିତ କରୁଛନ୍ତି। ଏଇଟା ଆମେ ଦେଖିଲୁ। ଏବେ ଦ୍ୱିତୀୟ ଆମେ ଦେଖିବା 11 ପଦରୁ 21 ପଦ ପର୍ଯ୍ୟନ୍ତ ଆନ୍ତିଓଖିଆରେ ଏବେ ପାଉଲ ଯାଉଛନ୍ତି। ଆଉ ସେଇଠି
ଆମେ 11 ପଦରୁ 13 ପଦ ବି ପଢିବା କଣ ହଉଛି 11 ରୁ 13। କିନ୍ତୁ ଯେତେବେଳେ କେଫା ଆନ୍ତିଓଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। ଯେଣୁ ଯାକୁବଙ୍କ ଠାରୁ କେତେକ ଜଣ ଆସି ପୂର୍ବେ ସେ ବିଜାତୀୟ ବିଶ୍ୱାସୀମାନଙ୍କ ସହିତ ଭଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ ରଖିଲେ। ଆଉ ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ। ଏଠି କଣ କହୁଛନ୍ତି? ପିତରଙ୍କୁ ସେ ଅନୁଯୋଗ କଲେ। କିଏ ଅନୁଯୋଗ କରୁଛନ୍ତି? ପାଉଲ, ଯେ ପିତରଙ୍କ ପରେ ସେବା କାର୍ଯ୍ୟ ପାଇଁ ଆସିଛନ୍ତି। ଆପଣ ଆଗରୁ ଅଛନ୍ତି କି ପରେ ଅଛନ୍ତି ବଡ ବିଷୟ ନୁହେଁ। ଯେତେବେଳେ ଜଣେ ଲୋକ ଭୁଲ କରୁଛି, ଆପଣଙ୍କୁ କହିବା ପାଇଁ ପଡିବ, ଅନୁଯୋଗ କରିବା ପାଇଁ ପଡିବ। ଜଣେ ଯଦି ଭୁଲ ମାର୍ଗରେ ସେବା କାର୍ଯ୍ୟ କରୁଛନ୍ତି, କହିବା ପାଇଁ ପଡିବ। ଏଠି ଆମେ ଦେଖୁଛୁ ସେ କଣ କହୁଛନ୍ତି? କିନ୍ତୁ ଯେତେବେଳେ କେଫା ଆନ୍ତିଓଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ। କଣ କୋଉ କାମରେ ଦୋଷୀ ଥିଲେ? ସିଏ ଏ ଅସୁନ୍ନତ ଲୋକମାନେ ଅଣଜିହୁଦୀ ମାନଙ୍କୁ ସହିତ ଭୋଜନ କରିବା ପାଇଁ ଇଚ୍ଛା କରୁନଥିଲେ। ପାଉଲ ସେଇଥିପାଇଁ ପାଉଲଙ୍କୁ ଲୁକ ବାଛୁଛନ୍ତି ସେବାର ଅନ୍ୟ ଦାୟିତ୍ୱ ଦେବା ପାଇଁ। ତାଙ୍କ ଲେଖାରେ ଦେଖିବେ, ମୁଁ ଆପଣ ମାନଙ୍କୁ କହୁଥିଲି ପ୍ରେରିତ ପୁସ୍ତକରେ ଆପଣ 2ଟା ହିରୋ ଦେଖିବେ। ଇଣ୍ଟରଭେଲ ପୂର୍ବରୁ ଗୋଟେ ହିରୋ, ଇଣ୍ଟରଭେଲ ପରେ ଗୋଟେ ହିରୋ ଚେଞ୍ଜ ହେଇଯାଉଛି। କାହିଁକି? ଯେ ପିତର ଅଣଜିହୁଦୀ ମାନଙ୍କ ପାଖକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି, କେବଳ ଜିହୁଦୀ ମାନଙ୍କ ମଧ୍ୟରେ। ତାଙ୍କୁ ଯେତେବେଳେ କୁହାଯାଉଛି ଦର୍ଶନ ତୁମେ ଯାଅ, ପିତର କହୁଛନ୍ତି ପ୍ରଭୁ ମୁଁ ଯାଇପାରିବି ନାହିଁ, ମୁଁ ଖାଇପାରିବି ନାହିଁ, ଆପଣ ଜାଣିଛନ୍ତି ମୁଁ ଏଗୁଡା ସ୍ପର୍ଶ ବି କରେ ନାହିଁ। ତାପରେ ଆସିଲା ପରେ, କର୍ନେଲିୟଙ୍କ ଘରୁ ଆସିଲା ପରେ ସେ କେତେ ମାନେ ଚେଷ୍ଟା କରୁଛନ୍ତି ବୁଝାଇବା ପାଇଁ, ମୁଁ ଯାଇନଥିଲି, ପବିତ୍ର ଆତ୍ମା ବାଧ୍ୟ କରିଥିଲେ, ମୋର ଇଚ୍ଛା ନଥିଲା। ମାନେ ଭାବି ଦେଖନ୍ତୁ, ନିଜକୁ ସେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ମୁଁ ନିର୍ଦ୍ଦୋଷ ବୋଲି। ପାଉଲ ରୋକଠୋକ କହୁଛନ୍ତି ଏଠି କଣ? ଈଶ୍ୱରଙ୍କ ପାଖରେ ମୁଖାପେକ୍ଷା ନାହିଁ। ଭୋଜନ କରିବାକୁ ଇଚ୍ଛା, ଇଭେନ କଣ କରୁଛନ୍ତି? ବର୍ଣ୍ଣବା ମଧ୍ୟ ସେମାନଙ୍କ କପଟରେ ପଡିଥିଲେ। ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ ଅଟନ୍ତି। ପିତର ଅସୁନ୍ନତି ବିଜାତୀୟ ମାନେ ଯେତେବେଳେ ଉଦ୍ଧାର ପାଇଛନ୍ତି, ସେମାନେ ସହିତ ଭୋଜନ କରିବାକୁ ସେ ଅନିଚ୍ଛୁକ ଅଟନ୍ତି। ବେଳେ ବେଳେ ଆଜି ମଧ୍ୟ ଆପଣ ଦେଖିବେ, ଯଦି ଗରିବ ଶ୍ରେଣୀର ଲୋକ ଆମ ମଣ୍ଡଳୀର, ସେ ଗୋଟେ ଗରିବ ସମ୍ପ୍ରଦାୟରୁ ଆସିଛନ୍ତି, ଯେତେବେଳେ କୌଣସି କାର୍ଯ୍ୟକ୍ରମ ତାଙ୍କ ଘରେ ରଖନ୍ତି, ଆମେ ଯିବା ପାଇଁ କେତେ କୁଣ୍ଠାବୋଧ କରିଥାଉ, କେତେ ସଂକୋଚ କରିଥାଉ। ନାଇଁ ମ, ସେ ବସ୍ତି ଭିତରେ ଯାଇ ହବନି, ରାସ୍ତା ଖରାପ, ଆବର୍ଜନା ଜାଗା, ସେମାନେ ସେ ଜାଗାର ଲୋକ ଭଲ କଥାବାର୍ତ୍ତା ହୁଅନ୍ତି ନାହିଁ, ମୁଁ ଗଲେ ଲୋକ କଣ ଭାବିବେ। କିନ୍ତୁ ଆମେ ଗାଇବା ସମୟରେ କଣ ଗାଉଛୁ? ମତେ ଖୋଜି ଖୋଜି ଦିଶୁ ହଇଲେ, ମୋ ପରି ପାପୀକୁ ଖୋଜି ଖୋଜି ଆସିଲେ, ମୋ ଗାଁକୁ ଆସିଲେ, ମୋ ଘରକୁ ଆସିଲେ, ମୋ ହୃଦୟରେ ଆସିଲେ, କିନ୍ତୁ ମୁଁ ଯାଇପାରୁନାହିଁ। ଇଭେନ ଆମେ ଖାଇବା ସମୟରେ ମଧ୍ୟ ଆପଣ ଦେଖିବେ, ଯଦି ଗୋଟେ ସମ୍ଭ୍ରାନ୍ତ ଘରେ ଯାଇଛୁ, ସେ ପ୍ଲେଟ ପ୍ଲେଟ ପୁରା ଚାଟି ପକେଇବି। କିନ୍ତୁ ଗରିବ ଶ୍ରେଣୀର ଲୋକର ଘରେ ଗଲେ କଣ? ଆମେ ଖାଇବା ପାଇଁ ଇଚ୍ଛା, ଆମର ସବୁ ଅଙ୍ଗୁଳି ବୁଡୁ ବି ନଥିବ ସେ ପ୍ଲେଟରେ। ମିଶିବା ସମୟରେ ବି ଆମେ ସେମିତି ମିଶୁ। ସେମାନଙ୍କ ଛୁଆ ମାନଙ୍କୁ ଧରିବା ସମୟରେ ମଧ୍ୟ ଆମର ହାତ ଭଲ ଆସେ ନାହିଁ। ଧରିଥିଲି କିନ୍ତୁ କି ଘୃଣା, କି କଷ୍ଟ। ବସିବା ସମୟରେ ବି କଷ୍ଟ। ଏବେ ପର୍ଯ୍ୟନ୍ତ ଆମେ ସଫାସୁତୁରା ଠିକ ଅଛି, କିନ୍ତୁ ଘୃଣା ଅଲଗା ବିଷୟ। ପ୍ରଭୁ ଭୋଜ ନେବା ସମୟରେ ଆମେ କାହା ସହିତ ବସିବାକୁ ଇଚ୍ଛା କରୁ? ମୁଁ ଆପଣ ମାନଙ୍କୁ ଆଗରୁ କହିଛି, ମଣ୍ଡଳୀ ଗୁଡିକରେ ଯୋଉ ପାଦ ଧୁଆଯାଏ, ସେ ସମୟରେ କିଏ କାହାର ପାଦ ଧୁଅନ୍ତି? ସେମାନେ ପ୍ଲାନ୍ କରୁଛନ୍ତି, ତୁ ଏଠି ବସିବୁ, ତୁ ସେଇଠି ବସିବୁ, ତୁ ସେଇଠି ବସିବୁ, ୟା ପାଦ ସେ ଧୋଇବ, ତା ପାଦ ସେ ଧୋଇବ, ତା ପାଦ ଇଏ ଧୋଇବ, ଆମେ ଧୁଆ ଧୁଇ ହେବା। ସେ ଭିତରେ ଆଉ କିଏ ପଶିଗଲା?
ପାଦ ଧୋଇବା ପୂର୍ବରୁ ମନ ଧୋଇବା ଦରକାର। ଆମର ଯଦି ମନ ସଫା ନାହିଁ ଆମେ ପାଦ ଧୋଇ ଅଭିନୟ କରିବାନି। ପାଉଲ କହୁଛନ୍ତି ପ୍ରଭୁଙ୍କ ଦୃଷ୍ଟିରେ ସୁନ୍ନତ ମାନେ ଯେମିତି ଅସୁନ୍ନତ ମାନେ ମଧ୍ୟ ସେମିତି। ରକ୍ଷା ପ୍ରାପ୍ତ ହେଲା ପରେ ସମସ୍ତେ ସମାନ, ଆମେ ସମସ୍ତ କପଟ ବ୍ୟବହାର କରିବା ନାହିଁ, ଏଇଟା ସେ କହୁଛନ୍ତି। 14 ପଢିବା ଆମେ 21 ପଦ ପର୍ଯ୍ୟନ୍ତ, 14-21। କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କେଫାଙ୍କୁ କହିଲି, ତୁମ୍ଭେ ଜିହୁଦୀ ହୋଇ ଯଦି ଜିହୁଦୀମାନଙ୍କ ପରି ବ୍ୟବହାର ନ କରି ବିଜାତିମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ବିଜାତିମାନଙ୍କୁ ଜିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ? ଆମ୍ଭେମାନେ ଜନ୍ମରେ ଜିହୁଦୀ, ବିଜାତୀୟ ପାପୀ। ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ। କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ, ତାହା କେବେ ହେଁ ନ ହେଉ। କାରଣ ମୁଁ ଯାହା ଯାହା ଭାଙ୍ଗିଅଛି ସେହି ସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି। ଯେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ବ୍ୟବସ୍ଥା ଦ୍ୱାରା ବ୍ୟବସ୍ଥା ପ୍ରତି ମୃତ ହୋଇଅଛି। ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁନାହିଁ। କାରଣ ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହା ହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା। ଏଠି ଆମେ ଦେଖୁଛୁ ପ୍ରଥମରେ ପିତରଙ୍କୁ ଅନୁଯୋଗ କରୁଛନ୍ତି, ତାପରେ ଆମେ ଦେଖୁଛୁ ଦ୍ୱିତୀୟରେ ବିଶ୍ୱାସୀ ମାନଙ୍କର ଉଦ୍ଧାର ବିଷୟ ସେ କହୁଛନ୍ତି ଯେ ବିଶ୍ୱାସୀ ମାନେ ବିଶ୍ୱାସ ଦ୍ୱାରା ଉଦ୍ଧାର ପାଇଛନ୍ତି, ବ୍ୟବସ୍ଥା ଦ୍ୱାରା ନୁହଁ, ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ନୁହଁ। ସେ ଅନ୍ୟ ପତ୍ର ଲେଖୁଛନ୍ତି ବ୍ୟବସ୍ଥାର କ୍ରିୟାକର୍ମରୁ ମୁକ୍ତି ମିଳେ ନାହିଁ, କିନ୍ତୁ ସୁନ୍ନତି ମାନେ ଭାବୁଛନ୍ତି ସମସ୍ତେ ସୁନ୍ନତ ହେବାକୁ ବାଧ୍ୟ। ଯଦି ସୁନ୍ନତ ହବ ନାହିଁ, ସେ ଲୋକ କଣ କରିପାରିବ ନାହିଁ? ପ୍ରଭୁଙ୍କ ରାଜ୍ୟକୁ ଯାଇପାରିବନି। ତ ସେ କହୁଛନ୍ତି ସୁସମାଚାର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁନାହାନ୍ତି। ଏମାନେ କଣ କରୁଛନ୍ତି? ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କେଫାକୁ କହିଲି, ତୁମେ ଜିହୁଦୀ ହୋଇ ଯଦି ଜିହୁଦୀ ମାନଙ୍କ ପରି ବ୍ୟବହାର ନ କରି ବିଜାତି ମାନଙ୍କ ପରି ବ୍ୟବହାର କର, ତେବେ ତୁମେ କିପରି ବିଜାତୀୟ ମାନଙ୍କୁ ଜିହୁଦୀ ମାନଙ୍କ ପରି ବ୍ୟବହାର କରିବା ପାଇଁ ବାଧ୍ୟ କରୁଛ? ତୁମେ ତ କପଟ ଜୀବନ କାଟୁଛ, ତୁମେ ତ ଆକ୍ଟିଂ କରୁଛ, ତୁମେ କାହିଁକି ଅନ୍ୟକୁ ବାଧ୍ୟ କରୁଛ? ଆମେ ମାନେ ଜନ୍ମରେ ଜିହୁଦୀ, ବିଜାତୀୟ ପାପୀ ନୁହଁ। ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ହୁଏ, ସୁନ୍ନତ ଦ୍ୱାରା ନୁହେଁ। ଏଇଠି ଆମେ ଦେଖୁଛୁ ଈଶ୍ୱରଙ୍କ ଦୃଷ୍ଟିରେ ଭେଦଭାବ ନାହିଁ। ନହେଲେ ଆପଣ ମୁଁ ଈଶ୍ୱରଙ୍କ ସନ୍ତାନ ହେଇନଥାନ୍ତି, କେବଳ ସେମାନେ ହେଇଥାନ୍ତି, ସେମାନେ ହିଁ ସ୍ୱର୍ଗ ରାଜ୍ୟକୁ ଯାଇଥାନ୍ତି, ସେମାନେ ହିଁ ଅଧିକାରୀ ହେଇଥାନ୍ତି। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦ୍ୱାରା ଏବେ ସୁନ୍ନତ ଅସୁନ୍ନତ ମଧ୍ୟରେ ପାର୍ଥକ୍ୟ ନାହିଁ। ଯେ ବିଶ୍ୱାସ କରିବ ସେ ପରିତ୍ରାଣ ପାଇବ, ଯେ ବିଶ୍ୱାସ କରିବ ସେ ଧାର୍ମିକ ଗଣିତ ହବ। ପାଉଲ ଏଠି କହୁଛନ୍ତି ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀର ଥାଇ ବର୍ତ୍ତମାନ ଯୋଉ ଜୀବନ ଯାପନ କରୁଅଛି, ତା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯୋଉ ପୁତ୍ର ମତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ଆଉ ମୁଁ ଛଳନା କରୁନାହିଁ, ମୁଁ ବିଶ୍ୱାସ ବି କରୁନାହିଁ ଯେ ସୁନ୍ନତ ଆଉ ଅସୁନ୍ନତ ମଧ୍ୟରେ ପାର୍ଥକ୍ୟ ଅଛି ବୋଲି। କାରଣ ଖ୍ରୀଷ୍ଟ କଣ କରିଛନ୍ତି? ଉଭୟଙ୍କ ପାଇଁ ମରିଛନ୍ତି,
उभय से सुन्नति जिहुदी हो बा अणजिहुदी हो से विश्वास द्वारा ही परित्राण पाइब, विश्वास द्वारा ही धार्मिक गणित हम। प्रभु कौन भेदभाव नाई। पितरंकर ए छलनात्मक व्यवहार बहुत बाधि। बेले बेले सेवक माने विश्वासी विश्वासी मध्य फरक कर, मेसो मेसो मध्य फरक कर। कहीं जे एई मेष मते भलो जत्न मते या द्वारा मु बहुत लाभ पाउछि, या द्वारा मु किछि लाभ पाउ। पृष्ठ पृष्ठ बाछुरी रुग्णटा भितर फरक करिबा, धनी विश्वासी गरीब विश्वासी मध्य पार्थक्य करिबा। ए पात्र अंतर एबे भी देखा जाए, ए सुन्नत सुन्नत देखा जाउ नै, किंतु एबे एई गुडा को देखा जाउ। आमे बहुत सतर्क हेबा दरकार। प्रभु आमान को अनुग्रह करंतु जेपरि आमाने मंडली मध्य कौन भेदभाव न देखि ईश्वर दृष्टि समस्त समान। पाउलो एई पत्र सेटा कहउछथि, जेरूसालेम को कहीं 14 वर्ष पर प्रत्यादेश द्वारा जाउछथि, आत्मा द्वारा चालित हो जाउछथि कहिबा पई जे मु विजातीय मान मते सेवा कार्य करबा पई प्रभु मते बाछिछन। मु आ बर्नबा विजातीय मान मते सेवा कार्य कर। तुमरो सेवा कार्य ठीक, हम सेवा कार्य भी ठीक। से माने मते विश्वास द्वारा परित्राण पाइबे, ए माने मते विश्वास द्वारा परित्राण पाइबे। से कौन कहउछथि शेष रे मु ईश्वर को अनुग्रह को व्यर्थ करू नहीं, कारण जदि व्यवस्था द्वारा धार्मिकता लाभ हुए ताले ख्रीष्टन को मृत्यु भोग करबा वृथा। सीधा सड़क लिखिले तुम्हें भावुच व्यवस्था द्वारा सुन्नत द्वारा क्रियाकर्म द्वारा रीतिनीति द्वारा परित्राण पाइबे। परित्राण पाइबे कौन? ख्रीष्ट को मृत्यु द्वारा, ख्रीष्ट को मृत्यु रे विश्वास करबा द्वारा। प्रभु आमान को अनुग्रह करंतु जेपरि आजिर शिक्षा द्वारा आमे प्रत्येक प्रभु को वाक्य को उत्तम भाव में ग्रहण करने सहित आम जीवन को जत्न सहित सजाड़ी पारिबा। आमाने क्रियाकर्म पछरे जेपरि न जाओ। प्रभु आमान को गोटे सुजोग देइछन्ति तांगर वाक्य को सठिक भाव में आमर जीवन रे प्रयोग करबा पाई। आमे अनेक थर कौन हो विभिन्न प्रकार छल रे पड़ी जाऊ आ तार शिकार है कि आमाने कौन करू अनेक त्रुटि मध्य करू। प्रभु आज आमान को सुजोग देइछन्ति बुझिबा पाई ईश्वर दृष्टि समस्ते समान। मंडली रे भेदभाव पूर्ण व्यवहार करबा उचित नुहे, उचित नुहे। हुए तो से गरीब ही पारन किंतु विश्वास द्वारा परित्राण पाइछन। हुए तो से धनी अटंती विश्वास द्वारा परित्राण पाइछन। अशिक्षित लोक ही पारंती, अनुन्नत लोक ही पारंती किंतु विश्वास द्वारा परित्राण पाइछन। आज प्रभु आमान को सुजोग देइछन। आमाने कौन भेदभाव करू कि प्रभु को लोक मान को बदले आमान को पात्र अंतर करू कि एटा प्रभु आमान को बुझांती सिखाइबा चेष्टा करंती। आमाने चेष्टा करबा जेपरे आमान को मध्य रे मंडली मध्य रे आपण को द्वारा से भूल न। आपण भी अनुग्रह रे परित्राण पाइछंती, से भी पाइछंती। आपण को विश्वास तांको विश्वास रे फरक किछि नै। आपण जब प्रभु बदन अंशी हंती समस्त में समान मेजर ख्रीष्ट समस्त में समान अटंती, से भिन्न भिन्न नुहंती। प्रार्थना करबा ए अध्याय हमको शिक्षा दिए जे पाउल को एथि पे लेखबा पे पड़ुछि कोन पे जे लेखिबार उद्देश्य कोन जे असुन्नत बोली जहा को कहउछ से विश्वासी होउछंती ख्रीष्ट को ठारे विश्वास करबा द्वारा विश्वास होउछंती अनुग्रह रे समान आउछंती। तुमाने जेमति रक्षा प्राप्त होइछो एमाने भी सब रक्षा प्राप्त होइछंती। ईश्वर को दृष्टि रे मुखापेक्षा नहीं, से मुखापेक्षा करती नहीं किंतु पितर जे शिष्य मान मध्य जड़े मान्यगण्य शिष्य अटंती तांको द्वारा जतले कपटाचरण होउची से माने तो द्वारा अन्य विश्वासी माने मध्य प्रभावित होउची। एबे पालक जदि जनक घर को जीवे नै विश्वासी मान भी जीवे नै। पालक जदि का घर खाइबा देन एमाने भी जीवे नै कहीं काले पालक खराब भावी। विश्वास मान जब जाऊ नथिबे पालक भी जीवन नहीं नहीं गले विश्वास मान मत खराब भावी। आमाने आग को जपवार ए अध्याय गुडा का शिक्षा दिए
ଆମେ ଯେତେବେଳେ ରୋମିଓ ପୁସ୍ତକ ପଢିବାକୁ ଆରମ୍ଭ କଲୁ, ରୋମିଓ, କରନ୍ତିୟ, ପ୍ରଥମ କରନ୍ତିୟ, ଦ୍ୱିତୀୟ କରନ୍ତିୟ, ଗାଲାତୀୟ ଯେ ଆସିଲୁଣି, ମଣ୍ଡଳୀରେ ଆମର ଭୂମିକା କଣ, ମଣ୍ଡଳୀ ସହିତ ଆମେ କି ପ୍ରକାର ରହିବା ଦରକାର, କିପରି ବିଶ୍ୱାସୀ ହେବା ଦରକାର, ଏଇଟା ଆମକୁ ଶିକ୍ଷା ଦେଇ ଆସୁଛି। ଆମର ସ୍ଥାନୀୟ ମଣ୍ଡଳୀ ଗୁଡାକରେ ଅନେକ ତ୍ରୁଟି ରହୁଛି, କାହିଁକି ଆମେ ଏଇଠୁ ଶିକ୍ଷା ଗ୍ରହଣ କରୁନା। ଆପଣ ଦେଖିବେ, ଆପଣ ଚର୍ଚ୍ଚର ସାମ୍ନା ବେଞ୍ଚରେ କେଉଁମାନେ ବସିଥାନ୍ତି, ଆପଣ ଚିନ୍ତା କରନ୍ତୁ। ଆପଣଙ୍କ ପିଲାମାନଙ୍କୁ ଯୋଉ ସ୍କିଟ୍ ହୁଏ, ସେଠି ବଡ ବଡ ଭୂମିକାରେ କିଏ ଥାନ୍ତି, ଗୀତ ଗାଇବା ପାଇଁ ଆଗ ଧାରରେ କିଏ ଥାନ୍ତି? আমার চর্চর সেক্রেটারি কেউମାନଙ୍କୁ ଆମେ କରୁ, ଆମର ଚର୍ଚ୍ଚର ପ୍ରେସିଡେଣ୍ଟ ଆମେ କେଉଁମାନଙ୍କୁ କରୁ? ଶିକ୍ଷିତ, ସମ୍ଭ୍ରାନ୍ତ, ସଭ୍ୟ, ମାନ୍ୟ ଗଣ୍ୟ ଲୋକମାନଙ୍କୁ କରୁ। ସାଧାରଣ ଲୋକ ଯେତେ ବିଶ୍ୱସ୍ତ ହେଲେ ମଧ୍ୟ ତାକୁ କରିନଥାଉ। କିନ୍ତୁ ଏ ଧନୀ ସମ୍ଭ୍ରାନ୍ତ ଲୋକ ଚୋର ଚଣ୍ଡାଳ ହେଲେ ମଧ୍ୟ ଆମେ ତାଙ୍କୁ ହିଁ କରିଥାଉ। ପଇସା ମାରି ଖାଇ ପକାଉଥିବ ସେ, ନାଇଁ ମ ସେମାନଙ୍କୁ କରିବାନି, ବିଶ୍ୱସ୍ତ ହେବେନି। ଗରିବ ଲୋକ ବିଶ୍ୱସ୍ତ ହେବେନି ବୋଲି କିଏ କହିଲା? କିଏ କହିଲା ଗରିବ ଲୋକ ବିଶ୍ୱସ୍ତ ହେବେନି? ଖାଲି ଧନୀ ଲୋକ ବିଶ୍ୱସ୍ତ ହୁଅନ୍ତି। ପ୍ରଭୁ ଆମମାନଙ୍କୁ ଆଗାମୀ ସମୟରେ ଆମେ ଦେଖିବା, ଆମ ମଧ୍ୟରେ, ଆମ ମଣ୍ଡଳୀ ମଧ୍ୟରେ ଆମର ବ୍ୟବହାର ପାତର ଅନ୍ତର ନୁହେଁ। ଆମର ତ ଗ୍ଲାସ ବି ଅଲଗା ଅଲଗା ଥାଏ, ଚା କପ୍ ବି ଅଲଗା ଥାଏ। ସମ୍ଭ୍ରାନ୍ତ ଶିକ୍ଷିତ ଲୋକ ପାଇଁ ଅଲଗା ଚା କପ୍, ଚା ଗ୍ଲାସ। ମୋ ଆଡକୁ ଟିକେ ଦେଖନ୍ତୁ ଆପଣ ମାନେ ଭଲ କରି, ସତ ନା ନାହିଁ? ଟିକେ ବଡ ଲୋକ ଆସିଲେ ତାଙ୍କ ପାଇଁ ପ୍ଲେଟ ଅଲଗା, ଥାଳି ଅଲଗା, ଗିନା ଅଲଗା, ବସିବା ଜାଗା ଅଲଗା, ଖାଇବା ଅଲଗା, ବ୍ୟବହାର ଅଲଗା। କିନ୍ତୁ ବାକି ଲୋକ ହେଲେ କେତେବେଳେ ପଳାନ୍ତେ ପରା ବୋଲିଲା ଭଳି। ଇଭେନ ଆମ ଘରେ ଯେତେବେଳେ କିଛି ଆମେ ପ୍ରୋଗ୍ରାମ କରୁ, ଖାଇବାର ବ୍ୟବସ୍ଥା କରୁ, ଆମର ପ୍ଲେଟରେ ଆମେ କେମିତି ବାଢୁ? ଧନୀ ସମ୍ଭ୍ରାନ୍ତ ପାଇଁ ଗୋଟେ ଯତ୍ନ ସହିତ ବାଢୁ, ଆରେ ବାକି ସବୁମାନଙ୍କୁ ଯାହା ବଳକା ତଳକା ବାଢିକି ଧରେଇ ଦଉ। ଭଲ ଲୋକ ଆସିଲେ କଫି ବନେଇକି ଦଉ, ଭଲ କଫି, ପାଣି ମଧ୍ୟ ମିଶାଇ ନଥାଉ, ପୁରା ଖାଣ୍ଟି କ୍ଷୀରରେ। ବାକି ଲୋକ ପାଣି ମିଶା ଚା ବନେଇକି ଦେଇଥାଉ। ଆଉ ଯଦି ବେଶୀ ଆସିଲେ ପାଣି ମଧ୍ୟ ମିଶାଇ ଦେଇକି ଆଉ ଚିନି ସହିତ ଆଉ ଫୁଟେଇ ଦେଇଥାଉ। ଗୋଟେ ବିଷୟ ଅଛି ଆମର। ଯଦି ଟିକେ ଶିକ୍ଷିତ ସମ୍ଭ୍ରାନ୍ତ ଲୋକ ଆସିଲେ କଣ କରୁ, ଆମେ ଯାଇକି ତାଜା ତାଜା ମାନେ ଭଲ ମିଠା ଆଣୁ। ବାକି ଲୋକ ଆସିଲେ କଣ, ଫ୍ରିଜରେ ପଡିଥିବ ଯୋଉ ମିଠା, ତାକୁ କାଢିକି ଧରେଇ ଦେଇଥାଉ। ଏବେ ମଧ୍ୟ ଆମର ମନରେ ଗୁଡେ ପରିବର୍ତ୍ତନ ବାକି ଅଛି। ସମାନ ବ୍ୟବହାର କରିବା, ସମାନ କଥାବାର୍ତ୍ତା ହେବା, ସମାନ ସମ୍ମାନ ଦେବା, ପ୍ରବୋଧରେ ବସିବା ସମୟରେ ହଉ, ମଣ୍ଡଳୀରେ ବସିବା ସମୟରେ ହଉ, କାରଣ ଆମେ ସମସ୍ତେ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛୁ। ଆଉ ଏ ପରିତ୍ରାଣ କାରଣ ଖ୍ରୀଷ୍ଟ ଅଟନ୍ତି। ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଉଦ୍ଧାର ପ୍ରାପ୍ତ ହେଇଛୁ, ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେଇଛୁ। ଖ୍ରୀଷ୍ଟ ହିଁ ଆମକୁ ସ୍ୱର୍ଗକୁ ନେଇଯିବେ, ଆଉ ସ୍ୱର୍ଗରେ ଆମେ ଏକାଠି ରହିବା। ତେଣୁ ଆଗକୁ ଆମେ ଚେଷ୍ଟା କରିବା। ଏଠୁ କାହିଁକି ଶିଖାଉଛନ୍ତି ପାଉଲ ଏ ପତ୍ର ଲେଖିବାର? ଏଇ 2 ଅଧ୍ୟାୟରେ ପାଉଲ 14 ବର୍ଷ ପରେ ଆତ୍ମା ନେଇକି ଯାଉଛନ୍ତି, ଯାଅ ସେମାନଙ୍କୁ ଟିକେ ବୁଝେଇକି ଆସ, ସୁନ୍ନତ ଅସୁନ୍ନତ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ, କିଛି ନାହିଁ। ଆଜିର ଦିନ ମାନଙ୍କର ମଣ୍ଡଳୀରେ ଦେଖିବେ, ଟିକେ ଲୋକମାନେ ଟିକେ ଆତ୍ମିକ ଦାନ ପାଇଗଲେ, ବରଦାନ ପାଇଗଲେ, ଭାବୁଛନ୍ତି ଆମ ଠାରୁ କେହି ବଡ ନାହିଁ। ଅନୁଗ୍ରହରେ ପାଇଛ ସେଇଟା, ଗୋଟେ ଗିଫ୍ଟ, ସେଇଟା ଆପଣଙ୍କ ଠାରୁ ହେଇନାହିଁ। ଆମେ ପାଇବାର ଯୋଗ୍ୟ ବି ନଥିଲୁ, ଅନୁଗ୍ରହ କରିକି ଦେଇଛୁ। ମତେ ବେଳେ ବେଳେ କୁହନ୍ତି, ଆଜ୍ଞା ପ୍ରଭୁ ଆପଣଙ୍କୁ ଏତେ ବ୍ୟବହାର କରୁଛନ୍ତି, ଆପଣ ଏମିତି ସମସ୍ତଙ୍କ ସହିତ ମିଳାମିଶା କରନ୍ତୁ ନାହିଁ। ସବୁ ଜାଗାକୁ ପଳେଇବେ, ସମସ୍ତଙ୍କ ଖାଇଦେବେ, ସମସ୍ତେ ବସିବେ। ଆଜ୍ଞା ଆପଣଙ୍କର ସମ୍ମାନ କୋଉଠି ରହିଲା? ମୁଁ କୁହେ ମୋର ସମ୍ମାନ ଏତେ ଶସ୍ତା ନାହିଁ ଯେ କୋଉଠି ବସିଲେ ପଳେଇବ, କୋଉଠି ଖାଇଲେ ପଳେଇବ। ମୁଁ ଜାଣେ ମୁଁ କିଛି ନୁହେଁ। ପ୍ରଭୁ ମତେ ଡାକିଛନ୍ତି, ପ୍ରଭୁ ମତେ ବାଛିଛନ୍ତି। ଖାଇବା ଦ୍ୱାରା ମୋର କିଛି କ୍ରେଡିଟ ଯାଏନି। ମାନେ ଖରାପ ଖାଦ୍ୟ ହେଲେ ପେଟ ଖରାପ ହେଇଯିବ, ସେତିକି, ଆଉ କିଛି ନାହିଁ। ପେଟ ଖରାପ ହେଲେ 2-4 ଥର ଅଧିକ ଯିବ। ଖାଦ୍ୟ ସକାଶେ ସେବା କାର୍ଯ୍ୟ ନଷ୍ଟ ନ ହୁଏ। ଯଦି ମଇଳା ଜାଗାରେ ବସିଲେ ପେଣ୍ଟ ମଇଳା ହେଇଯିବ, ମନର ମଇଳା ତ ପଳେଇବ। ଚେଷ୍ଟା କରିବା ଆମେ ଆଗକୁ କଣ କରିବା ପାଇଁ,
बिना पातर अंतर संपर्क रखा। नेक्स्ट टाइम आप जो चर्च को जीवे चेष्टा करूँ आपण पाखे जो रिक्शा वाला बसी थो, रिक्शा वाला स्त्री जो घर काम करवा लोक सागरे बसवाई साहस भी करूना। देखो तो जो माने घर काम करती गरीब श्रेणी लोक आम सहित जो कार जाऊ पाठ शाढ़ी पिंधि शिक्षित लोक सागरे बसवाई संकोच बोध आम भी संकोच करूँ। लोक मैंने आमको कहती कौन लो आज तू ता सहित बसी पड़ी ता सहित बस ते ते केमती लगुला तू ता सहित बसी ये मान अन्य पवित्र आत्मा आसती माने अन्य आत्मा पाई चेष्टा करवा आग को आम प्रत्येक प्रार्थनार सहित आम भीतर से घृणार मनोभाव को बाहर करवा चेष्टा करवा आग आम सहित अन्य माने से सम्मान सहित बसतु सम्मान सहित खातु। धनी लोक हाथ मिसाइले घरे आसे हाथ सुंगुथु किंतु गरीब गरीब लोक हाथ मिसाइले सैनिटाइजर हाथ को भलो करे चेष्टा करवा आम गरीब घर पिला को मत सांगरे बसैबा ताकू मत आम इनोवा टिके बसैकी नेबा ताकू मत आम कार टिके बसैकी नेबा ताकू मत आम जो कैडबेरी चॉकलेट आम पुओ पाई दउछु तारो छुआ को भी देबा कहबा सान बेलू आम सब समान पिला से बढ़ंतु। आप चॉकलेट नहीं कि जाती आपन को पुओ पाई दामिका चॉकलेट से गरीब घर छुआ से क्षमा चॉकलेट नहीं कि जाती चेष्टा करूँ आगे विश्वास आसला आम प्रभु समस्ते समान अटू। प्रभु आपण मान को अनुग्रह करूँ ईश्वर को दृष्टि समस्ते समान प्रार्थना करवा। करुणामय पिता परमेश्वर में आपको धन्यवाद दूँ।